ବଜାଉଛନ୍ତି ବାଜା, ଗାଉଛନ୍ତି ଗୀତ। ସେଇ ଗୀତରେ ତାଳେ ତାଳେ ସମସ୍ତେ ଝୁମି ଯାଉଥିବା ବେଳେ ଦୁଇ ଜଣଙ୍କ ପାଦ ଆଉ ତଳେ ଲାଗୁନି। ଦମଦାର ଗୀତରେ ନାଚି ଯାଉଛନ୍ତି ଦୁହେଁ। ସେଇ ଦୁହିଁଙ୍କ ନାଚ ଦେଖି ସଭାରେ ବସି ଦେଖୁଥିବା ଲୋକ ମଧ୍ୟ ତାଳି ନ ମାରି ରହିପାରୁନାହାନ୍ତି। ମଞ୍ଚ ଉପରେ ଜଣେ ନାଚୁଥିବା ବେଳେ ଆଉ ଜଣେ ଆସି ଅଣ୍ଟା ଗହଲେଇ ନାଚିବା ଆରମ୍ଭ କରିଥିଲେ। ଯାହା ସମସ୍ତଙ୍କୁ ଏ ନାଚ ଖୁସି ଆଣି ଦେଇଥିଲା। ଏହି ସଭାକୁ ଦେଖି ଯାହା ଜଣାପଡ଼ୁଛି, ଏଠି କୁଆଡ଼େ ଜଣେ ଶିକ୍ଷକଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଚାଲିଛି। ସମସ୍ତେ ନିଜ ମନପସନ୍ଦର ଗୀତ ଲଗାଇ ଅତି ସୁନ୍ଦର ଭାବରେ ନାଚୁଛନ୍ତି। ଏହି ଖୁସିର ମୁହୂର୍ତ୍ତକୁ ସହପାଠୀମାନେ ଭରପୁର ମଜା ନେଉଛନ୍ତି। ପ୍ରତ୍ୟେକ ମଣିଷ ଯେତେବେଳେ ନିଜ କର୍ମକ୍ଷେତ୍ରରେ ବିଦାୟ ନେଇଥାଏ, ତାର ସେହି ଶେଷ ଦିନର ସ୍ମୃତିକୁ ମନେ ରଖିଥାଏ। ହଁ ଆଜ୍ଞା, ଏଇଟା ହିଁ ସତ କଥା ଯେ ଏହି ମଞ୍ଚରେ ଯାହା ଘଟିଯାଇଛି ତାହା କେହି କେବେ ଭୁଲି ପାରିବେ ନାହିଁ। ନିଜ ବଡ଼ ଭାଇର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା। କାର୍ଯ୍ୟକ୍ରମ ଚାଲିଥିଲା ବେଳେ ନିଜକୁ ଅଟକାଇ ପାରିନଥିଲେ ସାନ ଭାଇ। ମଞ୍ଚ ଉପରେ ଜଣେ ଟ୍ରାନ୍ସଜେଣ୍ଡର କଳାକାର ନାଚୁଥିବା ବେଳେ ସାନ ଭାଇ ଯାଇ ପହଞ୍ଚିଥିଲେ ମଞ୍ଚ ଉପରେ ଆଉ ନାଚିବା ଆରମ୍ଭ କରିଥିଲେ। ହେଲେ କିଛି ସମୟ ନାଚିବା ପରେ ଗୀତ ତାଳକୁ ବୋଲ ମାନିନଥିଲା। ପାଦ ଏପଟ ସେପଟ ହୋଇପଡ଼ିଥିଲା ଆଉ ଝୁଣ୍ଟି ପଡ଼ି ସିଧା ଯାଇ ତଳେ ପଡ଼ିଥିଲେ। ନାଚ ମଧ୍ୟରେ ହଠାତ୍ ଏମିତି ହୋଇଥିଲା ଯେ କେହି କିଛି ଜାଣିପାରିନଥିଲେ। ସମସ୍ତେ ଯାଇ ଦେଖନ୍ତି ତ ତାଙ୍କର ସେତେବେଳକୁ ଜୀବନ ଚାଲିଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଜୟପୁର ରଣେବଲର ଭେସାଲ ଗାଁରେ। ମୃତ ଶିକ୍ଷକ ଜଣକ ହେଲେ ମାନାଲାଲ। ନିଜ ବଡ଼ ଭାଇଙ୍କର ଅବସରକାଳୀନ ସଭା ପାଇଁ ନିକଟସ୍ଥ ବାଲାଜୀ ମନ୍ଦିରରେ ଗତ 5 ତାରିଖ ଦିନ ଭଜନ ସନ୍ଧ୍ୟାର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ସଭା ଚାଲିଥିଲା ବେଳେ ଗୀତର ତାଳେ ତାଳେ ନାଚୁଥିଲା ବେଳେ ସେ ହଠାତ୍ ତଳେ ପଡ଼ିଯାଇଥିଲେ। ପ୍ରଥମେ ଉପସ୍ଥିତ ଥିବା ଲୋକେ ନାଚ ଭାବି 10 ମିନିଟ୍ ପର୍ଯ୍ୟନ୍ତ କେହି ଗୁରୁତ୍ୱ ଦେଇନଥିଲେ। ସେ ନ ଉଠିବାରୁ ସମସ୍ତେ ବ୍ୟସ୍ତ ହୋଇ ତାଙ୍କୁ ମେଡିକାଲ ନେଇଯାଇଥିଲେ। ସେଠାରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ। ଅଚାନକ ଶିକ୍ଷକଙ୍କ ମୃତ୍ୟୁ ଖବର ଜାଣିବା ପରେ ଗାଁରେ ଦୁଃଖର ବାତାବରଣ ସୃଷ୍ଟି ହୋଇଛି। ବ୍ୟୁରୋ ରିପୋର୍ଟ A1 ଓଡ଼ିଆ।